ବହୁତ ଦିନ ତଳର କଥା। ଏକ ଗ୍ରାମରେ ବସନ୍ତ ନାମକ ଜଣେ ପରିବା ବ୍ୟବସାୟୀ ରହୁଥିଲା। ବହୁତ ପରିଶ୍ରମୀ ଥିଲା। ସବୁଦିନ କିଛି ନା କିଛି ପରିବା ତା ବିଲ ଏବଂ ବାଡ଼ିରେ ଲଗାଉଥିଲା। ତାକୁ ଅମଳ କରି ଗାଁ ପାଖରେ ଥିବା ଏକ ବଜାରକୁ ପ୍ରତିଦିନ ବିକ୍ରୟ କରିବାକୁ ଯାଉଥିଲା। ପ୍ରତିଦିନ ବିକ୍ରୟ କରିବାକୁ ଯାଏ, ପୁଣି ସନ୍ଧ୍ୟାବେଳେ ଫେରିଆସେ। ସେଇଟା ଦେଇ ଗଲାବେଳକୁ ଗୋଟେ ବିରାଟ ଜଙ୍ଗଲ ପଡ଼େ। ଜଙ୍ଗଲରେ ବହୁତ ବନ୍ୟଜନ୍ତୁ, ହିଂସ୍ରଜନ୍ତୁ ମଧ୍ୟ ଥାଆନ୍ତି। ଗୋଟେ ଦିନ କଥା, ଦିନେ ବସନ୍ତ ବଜାରରୁ ସମ୍ପୂର୍ଣ୍ଣ ପରିବା ବିକ୍ରୟ କରିସାରି ଫେରୁଥିବା ସମୟରେ ହଠାତ୍ ତା କାନରେ ସିଂହର ଗର୍ଜନ ଶୁଣିବାକୁ ପାଇଲା। ସେ ପଛକୁ ବୁଲି ଅନେଇଲା ବେଳକୁ ଦେଖିବାକୁ ପାଇଲା ବିରାଟକାୟ ସିଂହଟି ଗର୍ଜନ କରି ତା ଆଡ଼କୁ ଧୀରେ ଧୀରେ ଆସୁଛି। ସେ ଭୟରେ ଡରିଗଲା। କାଳ ବିଳମ୍ବ ନ କରି ଗଛର ଏକ ଝାଡ଼ିରେ ଯାଇ ଲୁଚିଗଲା। ଲୁଚି ଥରିବାକୁ ଲାଗିଲା। ସିଂହଟି ଗର୍ଜନ କରି ସେ ଲୁଚିଥିବା ଝାଡ଼ି ଆଡ଼କୁ ଧୀରେ ଧୀରେ ଆସୁଥାଏ। ଏହି ସବୁ କଥା ସେଇ ଝାଡ଼ିର ଗଛର ଉପରେ ବସିଥିବା ଏକ ବଗ ସବୁ ଦେଖୁଥାଏ। ବଗ ଏହା ଶୁଣି ତତ୍କ୍ଷଣାତ୍ ସେ ଆସୁଥିବା ଶବ୍ଦ ଜାଗାକୁ ଧାଇଁ ପଳାଇଲା। ଯାଇ ଦେଖିଲା ବେଳକୁ କର୍ତ୍ତବ୍ୟ।